ଜଗନ୍ନାଥଙ୍କର ପାବଛ ସଂଖ୍ୟା 22। हाँ କାହିଁକି 22? 21 ହେଲାନି, 23 ହେଲାନି, 20 ହେଲାନି। हाँ ନାଇଁ ରେ ବାବା, ପଣ୍ଡା ମାନେ ଉଠି ପାରିବେ ବୋଲି 22ଟା ପାବଛ କରି ଦେଇଛନ୍ତି। ନାଇଁ 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 ଆଜ୍ଞା, ଜଗନ୍ନାଥଙ୍କର ହଉଛି 10 ଅବତାର ଆଜ୍ଞା। ଆପଣ ମାନେ ଭଲ ଭାବରେ ନଜର କରନ୍ତୁ। हाँ 10 ଅବତାରର ପାଦ ସଂଖ୍ୟା ହେଲା 22। ନା 10 ଅବତାର କଣ? कौन ପ୍ରଥମ ଅବତାର ମତ୍ସ୍ୟ, हाँ ଆଜ୍ଞା ମାଛର ତ ପାଦ ନାହିଁ। हाँ ଦ୍ୱିତୀୟ ଅବତାର ହେଲା କଚ୍ଛପୀୟ। हाँ ଜଗନ୍ନାଥଙ୍କର 22 ସଂଖ୍ୟାର ଲକ୍ଷ୍ୟ ରଖନ୍ତୁ ଆଜ୍ଞା। हाँ ଆଜ୍ଞା କଇଁଚ ରହୁଛି 4 ଗୋଟି ପାଦ। हाँ ମତ୍ସ୍ୟ କଚ୍ଛପ ବରାହ, हाँ ବରାହର ହେଲା 4 ଗୋଟି ପାଦ। चारी 4 4 କେତେ ହେଲା? 8 ମତ୍ସ୍ୟ କଚ୍ଛପ ବରାହ। हाँ ନୃସିଂହର ହେଲା 2 ପାଦ। हाँ हाँ ବାମନଙ୍କର 2 ପାଦ। हाँ କେତେ ହେଲା? 12 ପରଶୁରାମଙ୍କର ହେଲା 2 ପାଦ। हाँ ରାମଙ୍କର ହେଲା 2 ପାଦ। हाँ ବଳରାମଙ୍କର ହେଲା 2 ପାଦ। हाँ କେତେ ହେଲା? 18। ବୌଦ୍ଧ ଅବତାର ହେଲା 2 ପାଦ। हाँ କଲ୍କି ଅବତାରରେ 2 ପାଦ ଆଜ୍ଞା। हाँ ये ତେଣୁ କରି कौन ଭଗବାନଙ୍କର 10 ଅବତାର ପାଦ ସଂଖ୍ୟା ଯେତିକି, हाँ ଜଗନ୍ନାଥ ମାନଙ୍କର 22 ପାବଛ ତାଇଥିପାଇଁ ଆଜ୍ଞା। हाँ ये ସେଇଥିପାଇଁ ସୁନ୍ଦର ଭାବରେ ଜୟଦେବ ଗୀତା ଲେଖା ଅଛି ଆଜ୍ଞା। कौन बोली ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ, ହେ ନାଥ ନାରାୟଣ ବାସୁଦେବ, ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ, ହେ ନାଥ गोविंद एकाक्षर गोपाल मंत्र आज्ञा। ये श्लोकटा 22 पापछ पई होईची आज्ञा। हाँ ये यार संख्या लेखा करिबा 22 होबा आज्ञा। हाँ श्रीकृष्ण 3, हाँ गोविंद 3 6, हरे मुरारी 5, हाँ 6 5 11 श्रीकृष्ण गोविंद हरे मुरारी, हाँ हे नाथ नारायण वासुदेव, हाँ हे नाथ 3, नारायण 4 7, हाँ वासुदेव 4 हाँ 7 4 11 11 11 11 22। ତେଣୁ ଆମର ଜଗନ୍ନାଥଙ୍କର 22 ପାବଛ। हाँ ଏଇଥିପାଇଁ ମହାପ୍ରଭୁ 22 ପାବଛଳେ हाँ ଗରିବ ବ୍ରାହ୍ମଣ ଡାକ ଦଉଛି ଆଜ୍ଞା। କିପରି କବି ସୂର୍ଯ୍ୟ ବଳଦେବ ରଥ ସୁନ୍ଦର ଭାବରେ ଲେଖିଲେ। କଣ ବୋଲି କ୍ଷୀରମୟ ସିନ୍ଧୁ ଯେମାଦି ବନ୍ଧୁ, ତୁମେ ତ ଜଗତ ପତି, ତୁମେ ତ ଜଗତ ପତିଆରେ ଭଲା, ତୁମେ ତ ଜଗତ ପତିରେ, ଏକି ସମଦୃଷ୍ଟି ପତାକାକୁ ଚାହିଁ, ଏକି ପକ୍ଷପାତ ରୀତି, ମହାପ୍ରଭୁ ହେ କି କଲା ମୁନ କଲି, କି ଅଭା ଦେବା ମୁଅ ବା ନ ଦେବା, ଆଜି ହରି ମୁଇ ହେଲି ମହାପ୍ରଭୁ ହେ ଆଜି ହେଲି ସରି। ଆଜ୍ଞା। ପାବଛ ଦଳ ଏଇ ଗରିବ ବ୍ରାହ୍ମଣ ଡାକ ଦେଲା, ହେ ପ୍ରଭୁ ଓଡ଼ିଶାର ମୌଡ଼ମଣି, ଚିନ୍ମୟ ଘନ ଶରଣ ଶରଣ, ସର୍ବ କାରଣ କାରଣ ପଦ୍ମ ପଲାଶ ଲୋଚନ, ଅଘଟନ ଘଟନ ପଛି ଅଛି ଚିଦାନନ୍ଦ ଚିନ୍ମୟ ଘନ ପୁରୁଷ, ଦୁର୍ଲଭ ଦୁର୍ଲଭ ସେବ୍ୟ ସେବ୍ୟ ଭବ୍ୟ ଭବ୍ୟ ଦିବ୍ୟ ଦିବ୍ୟ, ମଞ୍ଜୁଳ ମଞ୍ଜୁଳ ଓଡ଼ିଶାର ରସରାସଳ ବ୍ରଜେନ୍ଦ୍ରନନ୍ଦନ ଭଗବାନ 22 ପାବଛଳେ ଡାକ ଦେଲା। ପ୍ରଭୁ ତମର ପଣ୍ଡା ମାନେ ମତେ ଗଳାରେ ଧକ୍କା ଦେଇ ବାହାର କରିଦେଲେ, ତମେ ମତେ ପ୍ରକୃତରେ ଉଦ୍ଧାର କରିବ ନା ତମ ପତିତ ପାବନ ବାନାରେ କଳଙ୍କ ଲାଗିବ?
ମତେ ଶତ ଦଳ କମଳେ ରତ୍ନ ସର୍ବାଳଙ୍କାର ଯୋଗ ଜଗନ ଭଗନର ତିରଙ୍ଗ ସଂଯୁକ୍ତ ଜାଗ୍ର ଜେନ ଭଦ୍ରାୟ ବାମ ଭାગે ବର୍ଜଣ ରଥ ଚरणं ଯୁତ ଦେବରଂ ସାରମେ ସଂଯୁଗନ ପରିବ୍ରତ ବ୍ରହ୍ମଦାରୁ ସ୍ମରାମି। କିଏ ରେ ତୁ ଭକ୍ତ ମୋ ବଡ଼ ଦେଉଳରେ କାହିଁକି ବିଜି ବିଜି ହଉଛୁ? ତାହେଲେ ଆପଣ କିଏ? ମତେ ଚିହ୍ନି ପାରୁନୁ? ଆପଣ କିଏ? ସିଏ ବଡ଼ ଦେଉଳର ମାଲିକ ଜଗନ୍ନାଥ। ଆପଣ ବଡ଼ ଦଳର ମାଲିକ ଜଗନ୍ନାଥ? ହଁ। ମୁଁ ଶୁଣିଥିଲି କଣ ବୋଲି? ଜଗନ୍ନାଥ ହଉଛନ୍ତି ବଡ଼ ବଡ଼ ବେଟ। ଏଇ ଦେଖେ ଠିକ ଅଛି। ଜଗନ୍ନାଥ ହଉଛି ବଡ଼ ବଡ଼ ଆଖି। ଏଇ ଦେଖେ ଜଗନ୍ନାଥ ହଉଛନ୍ତି ବଡ଼ ବଡ଼ ବାହୁ। ଏଇ ଦେଖେ ଚତୁର୍ଦ୍ଧା ମୂରତି ଭକ୍ତ ଦେଖୁଛି ଦୁଇଟି ଭୁଜ। ଏକା ସାଙ୍ଗରେ ଚାରି ଭୁଜ ଦେଖିଲେ ତୁ ଛାନିଆ ହେଇଯିବୁ। ଆଚ୍ଛା ପାଲା କରିପାରିବୁନି। ଆଜି ବି ଦୁର୍ବୁଡ ଦୁଇ ଭୁଜ, ଆଚ୍ଛା କାଲିକି ଛତ୍ରପୁରୀ ଗଲେ ଆଉ ଦୁଇଟି ଭୁଜ ଦେଖେଇବି। କାଲିକି ଛତ୍ରପୁରରେ ଦେଖେଇବୁ? କାହାକୁ ଦେଖେଇବି ନ ଦେଖେଇବି ତତେ ପ୍ରଥମେ ଦେଖେଇବି। ଆଚ୍ଛା ପ୍ରଭୁ ଭକ୍ତ ତାହେଲେ ଆପଣ ଜଗନ୍ନାଥ? ତତେ କଣ ଆହୁରି ଡାଉଟ ହଉଛି? ନାଇଁ 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 ଡାଉଟ ଆପଣଙ୍କ ଉପରେ, ଭଗବାନଙ୍କ ଉପରେ କିଏ ଡାଉଟ କରିବ କି? ତାହେଲେ ଆପଣ ମତେ ଉଦ୍ଧାର କରିବେନି? ଉଦ୍ଧାର? ହଁ କିଏ ଉଦ୍ଧାର କରିବ? ଆପଣ। ଆରେ ଭକ୍ତ ମୁଁ କାହାକୁ ଉଦ୍ଧାର କରିନି, କରୁନି, କରିପାରିବିନି। ମାନେ ଅତୀତରେ କରିନି, ବର୍ତ୍ତମାନ କରୁନି, ଭବିଷ୍ୟତରେ କରିବିନି। ଉଦ୍ଧାର କରିନାହାନ୍ତି? ନାଇଁ ନାଇଁ ନାଇଁ। ସତ କହୁଛନ୍ତି? ସତେ ବିଶ୍ୱାସ ଲାଗୁନି କି ରେ? ନାଇଁ ନାଇଁ ବିଶ୍ୱାସ ଲାଗୁଛି ବା। ବିଶ୍ୱାସର ମୂଳ ମନ୍ତ୍ର। କାରଣ ଭଗବାନ ମତେ ଇଂଲିଶ ୱାର୍ଡ କହିଛନ୍ତି, କଣ ବୋଲି? ବିଲିଭ୍ ଇଜ୍ ଗଡ୍, ଡାଉଟ୍ ଇଜ୍ ଡେଥ୍। ବେଶ ବିଶ୍ୱାସ ହିଁ ଭଗବାନ, ଯେ ଡାଉଟ୍ କରିବ ତାର ମୃତ୍ୟୁ ସେ ଆଜ୍ଞା। ଆଉଟ ହେଇଯିବ। ତାହେଲେ ଯଦି ପ୍ରମାଣ ଦେବି କରିବି, ଉଦ୍ଧାର କରିବେ? ନିଶ୍ଚୟ। କାହାକୁ କେତେବେଳେ ଉଦ୍ଧାର କରିଥିଲେ ଶୁଣିବେ? କାଇଁ କହନ୍ତି? ଆମର ଚୈତନ୍ୟ ଚରଣାମୃତରେ ଲେଖା ଅଛି, ବ୍ୟାଧ ସଦరణಂ ଦୁର୍ବସ୍ୟାଦ ବୟಂ ବିଦ୍ୟା ଗଜେନ୍ଦ୍ର ସଗା ପୂଜାୟ ରୂପଂ ଗମନି ଅଧିକଂ গিন্তে সুদাম প্রধন কোজা দেবী দ্রশ বণ্ডবদো গ্রসনং কিং পৌরশ ভক্ষ্যা ত্রিশুণদশ গুণৈ কেবল ভক্তি প্রিয় মাধব। প্রভু ভক্ত ବ୍ୟାଦଶ ଚରଣମ ଆହା ଶବରକୁ ରକ୍ଷା କରିଥିଲେ କି ନାହିଁ? କିପରି? ଯାରା ଶବର ହଁ ଜାଣିଛନ୍ତି? କିପରି? ଏ ହରି ବିଦେଶୀ ଆଣିଲ ତଳର, ଏ ହରି ବିଦେଶୀ ଆଣିଲ ତଳର, ଏ ହରି ବିଦେଶୀ ଆଣିଲ ତଳର। ତ୍ରିଭୁଜେ ବନମାଳି ଆମ ଚରଣ ତୋଳି, ତ୍ରିଭୁଜେ ବନମାଳି ବାମ ଚରଣ ତୋଳି। ରଖି ଦକ୍ଷିଣ ଜାନୁ ଉପର, ଏ ହରି ବିଦେଶୀ ଆଣିଲ ତଳର, ଏ ହରି ବିଦେଶୀ ଆଣିଲ ତଳର। ଧନୁଷର ଧରିଣ ସେ ଯାରା ଶବର, ଯାରା ଶବର ମୃଗୟା ବିନ ଦେବୁଲେ ବନ ମଧ୍ୟର, ଲତା ଗହଳେ କୃଷ୍ଣ ପାଦ ପଦ୍ମ ଦେଖିଣ, ମୃଗର କର୍ଣ୍ଣମଣି ଆଣି ବିନ୍ଧିଲା ବାଣ, ନାରଚ ବାଜିଲା କି ମୟୂର, ଏ ହରି ପ୍ରଭୁ
ଭକ୍ତ ଯେ କି ଚାରା ସବର ଅରଣ୍ୟରେ ଘର ହଁ ହଁ ତାକୁ କିପରି ରକ୍ଷା କରିଥିଲେ? ଆରେ ଭକ୍ତ ଯାର ନାମର ଶବର ସେ ଶବର ହେଲେ କଣ ହବ? ଆଚ୍ଛା ସେ ଅତ୍ୟନ୍ତ ବୃଦ୍ଧ ସେ ବୃଦ୍ଧ ହୋଇଥିବା ଯୋଗୁଁ ତାକୁ ମୁଁ ଉଦ୍ଧାର କରିଦେଲି। ଆପଣ କହିବା ଲେଖା ହେଲେ ଯୋଉମାନେ ବୁଢା ସେମାନଙ୍କୁ ମୁଁ ଉଦ୍ଧାର କରେ। ଏ ଦୁନିଆରେ ବୃଦ୍ଧ ମାନଙ୍କୁ ରକ୍ଷା କରୁଛନ୍ତି ହଁ ଆଉ ଏ ଛୋଟ ଛୋଟ ବାଳକ ମାନଙ୍କୁ ଏ ବାଳକ ମାନଙ୍କୁ ମୁଁ ପାଖ ଦୌଡ଼ ମାରେନି। ରକ୍ଷା କରିନ? ହେ କାହିଁକି ରକ୍ଷା କରୁନ? ଏମାନେ ସ୍କୁଲ ଗଲାକୁ ଜଗନ୍ନାଥ ମହାପ୍ରଭୁକୁ ଟେକା ମାରୁଛନ୍ତି ରେ। ହାଁ? ଏ ବାଳକ ମାନେ ଆପଣଙ୍କ ଉପରୁ ଟେକା ଫୋପାଡନ୍ତି? ହଁ ଦେଖୁନୁ ମୋ ନାକଟା କେମିତି ଖଣ୍ଡି କଣ ଦେଲେ। ପିଲାମାନେ ଟେକା ଫୋପାଡି ଆମ ରୁଦ୍ର ବାବୁ ଅଧିକ ଟେକା ମାରୁଛି। ତାହେଲେ ବାଳକ ମାନଙ୍କୁ ରକ୍ଷା କରିନ? ପାଖ ଦୌଡ଼ ମାରେନି। ପ୍ରମାଣ ଦେବି? ଦବୁ ହଁ କରିବି। 7 ବରଷର ପୁଅ ଡାକିଲା କାନନେ ଡାକିଲା କାନନେ ରେ ଭୋଲା ଡାକିଲା କାନନେ ତାକୁ ରକ୍ଷା କଲ ମିଥ୍ୟା ତାକୁ ରକ୍ଷା କଲ ମିଥ୍ୟା ବାଦୀ ଭଗବାନେ ବାଦୀ ଭଗବାନେ ବାଦୀ ଭଗବାନେ ମିଥ୍ୟା ବାଦୀ ଭଗବାନେ। ହେ ପ୍ରଭୁ ଜଗନ୍ନାଥ କଣ ହେଲା? ଯାର ନାମ ସବର ସିନା ବୁଢା ବୁଢା 7 ବର୍ଷର ପୁଅ ହଁ ହଁ ଯେ କି ଉତ୍ତନ ବାତରା ତାଙ୍କର ପୁଅ ହଉଛି ଧ୍ରୁବ ତାର ବୟସ ମାତ୍ର 7 ବର୍ଷ। 7 years। ହଁ ତାକୁ କାହିଁକି ରକ୍ଷା କଲ? ଆରେ ଭକ୍ତ ସେ ବାଳକ ନା ବୃଦ୍ଧ? ବାଳକ କାହିଁକି ରକ୍ଷା କଲ? ବାଳକ ହେଲେ କଣ ହବ? ସେ ଅତ୍ୟନ୍ତ ଜ୍ଞାନୀ ଅତି କମ ବୟସରେ ଅଧିକ ଜ୍ଞାନ ଅର୍ଜନ କରିଥିଲା। ଅଧିକ ଜ୍ଞାନ ଅର୍ଜନ କରିବା ଯୋଗୁଁ ତାକୁ ମୁଁ ଉଦ୍ଧାର କରିଦେଲି। ଓ ଆପଣ କହିବେ ଲେଖା ଦୁନିଆରେ ପଣ୍ଡିତ ଜ୍ଞାନୀ ମାନଙ୍କୁ ରକ୍ଷା କରୁଛ ମୂର୍ଖ ମାନଙ୍କୁ ପାଖ ଦୌଡ଼ ମାରେନି। କାହିଁକି? ମଦ ପିଇକି ଜଗନ୍ନାଥ ସହିତ ଗଣ୍ଡଗୋଳ କରିବେ। ଏ ବ୍ରହ୍ମାଣ୍ଡରେ ମୂର୍ଖକୁ କାହାକୁ ଏ, ତୁ ଜାଣିଛୁ ନା ବାପା ଗଲା ବାଉଡା ରଥଯାତ୍ରାକୁ ମୋର ଚକ ପାଞ୍ଚାର କରିଦେଇଥିଲେ। ତେଣୁକରି ମୂର୍ଖ ମାନଙ୍କୁ ବିଏରେ ପିଇଦେଲେ କାଚ ଭାଙ୍ଗିକି ପଳେଇ ଗଲେ। ମୁଁ ରଥରେ ଆସିଲାକୁ ମୋର ଚକଟାକୁ ପାଞ୍ଚାର କରିଦେଲେ। ସେଥିପାଇଁ ପାଖ ଦୌଡ଼ ମାରେନି ମୂର୍ଖ ମାନଙ୍କୁ। ଆଚ୍ଛା ଆଚ୍ଛା ହେଲା ମୂର୍ଖ ମାନଙ୍କୁ ରକ୍ଷା କରିନ? କହିଲି ପରା ପାଖ ଦୌଡ଼ ମାରେନି ବୋଲିକି। ଦେବୀ ପ୍ରମାଣ? ଆହୁରି ପ୍ରମାଣ ଦଉ ଦେଖିବା। ଆରେ କେତେ ପାଠ ପଢିଥିଲା ଅରଣ୍ୟର ଗଜ ତାକୁ ରକ୍ଷା କଲ ମିଥ୍ୟାବାଦୀ ଦେବରାଜ। ପ୍ରଭୁ ଭକ୍ତ ଅରଣ୍ୟର ଗଜ ଗଜ କେତେ ପାଠ ପଢିଥିଲେ? କିଛି ପାଠ ପଢିନି। ସେ ମୂର୍ଖ ନା ପଣ୍ଡିତ? ମୂର୍ଖ। ତାକୁ କାହିଁକି ରକ୍ଷା କଲ? ଆରେ ଭକ୍ତ ଗଜ ମୂର୍ଖ ହେଲେ କଣ ହବ? ଅତ୍ୟନ୍ତ ସୁନ୍ଦର 56 କୋଟି ଜୀବ ମଧ୍ୟରେ ଆଚ୍ଛା ସେ ପୃଥଳକାୟ ହଁ ଭାରି ବିୟୁଟିଫୁଲ। ସେଥିପାଇଁ ତାକୁ ମୁଁ ଉଦ୍ଧାର କରିଦେଲି। ଓ ଆପଣ କହିବା ଲେଖା ହଁ ଏ ଦୁନିଆରେ ଯୋଉମାନେ ସୁନ୍ଦର ସେମାନଙ୍କୁ ଉଦ୍ଧାର କରେ। ଅସୁନ୍ଦରୀ ମାନଙ୍କୁ ପାଖ ଦୌଡ଼ ମାରେନି। ଆଜିକାଲି ସୁନ୍ଦରୀ ଝିଅ ସରିବା କଷ୍ଟକର। ଅସୁନ୍ଦରୀ ମାନଙ୍କୁ କିଏ କରିବ ରେ? ଅସୁନ୍ଦରୀ ମାନେ ରକ୍ଷା କରିବ? ସତ କହୁଛନ୍ତି? ଆଇ ଏମ୍ ନଟ୍ ଇଣ୍ଟରେଷ୍ଟେଡ ଅସୁନ୍ଦର ମାଇକିନା। ନଟ୍ ଇଣ୍ଟରେଷ୍ଟେଡ କହିଲି ପରା ଥରେ। ନାଇଁ ବୁଝିଲି ତମେ ଦୁନିଆରେ ଅସୁନ୍ଦରୀ ମାନଙ୍କୁ ରକ୍ଷା ପାଖ କର। ଦୌଡ଼ ମାରେନି। କହିବି ଆହୁରି ପ୍ରମାଣ ଦଉ ଅସୁନ୍ଦରୀ କାହାକୁ ରକ୍ଷା କରିଛ କହିବି? କହନ୍ତି ମଥୁରା ଦାଣ୍ଡରେ ଧନୁଜାତ ଦେଖି ଯାଉଥିଲ ବେନି ଭାଇ ଯାଉଥିଲ ବେନି ଭାଇରେ ଭୋଲା ଯାଉଥିଲ ବେନି ଭାଇ ବାଟରେ କୁବୁଜା ସୁନ୍ଦରୀ କରି ମନେ କର ହେ ଗୋସାଇ ମନେ କର ହେ ଗୋସାଇରେ ଭୋଲା ମନେ କର ହେ ଗୋସାଇ। ହେ ପ୍ରଭୁ ଓଡ଼ିଶାର ମୌଡ଼ମଣି ଜଗନ୍ନାଥ ଯେ କି କୁବୁଜା ବୁଢ଼ୀ ସେ ସୁନ୍ଦରୀ ନା ସୁନ୍ଦରୀ ଅସୁନ୍ଦରୀ। ତାକୁ କାହିଁକି ରକ୍ଷା କଲ? ମୋ ଇଚ୍ଛା ହେଲା ମୁଁ କଲି। ମୋର ଇଚ୍ଛା ହେଲା ମୁଁ କଲି। ତୋର କଣ ହଉଛି ରେ? ତୋର କଣ ହଉଛି? କାହାକୁ କଲି କୋଉଠି କଲି କେତେବେଳେ କଲି କେମିତି କଲି? ସକାଳଠୁ ମୁଣ୍ଡରେ ଟେନସନ କରିଦେଲାଣି। ଚପ ପାଟି ଚପ। ପ୍ରଭୁଙ୍କର କଥା ମାନିବା ପାଇଁ ବାଧ୍ୟ। ମାନିବାକୁ ବାଧ୍ୟ। ଯଦି ବା ଜାଣିଛୁ ସୁଦାମା ବ୍ରାହ୍ମଣ ଅଚଳା ଚଳ ବି
ପ୍ରଭୁ ଜଗତର ନାଥ ଜଗନ୍ନାଥ ଯେ କି ସୁଦାମା ବ୍ରାହ୍ମଣ କେତେ ଧନ ଦେଇଥିଲା କିଛି ଦେଇନି ଦରିଦ୍ର ବ୍ରାହ୍ମଣ ହଁ ହଁ ତାକୁ କିପରି ରକ୍ଷା କଲ କିପରି ରକ୍ଷା କଲି ବାସ୍ ସେ ଗରିବ ହେଲେ କଣ ହବ ହେଁ ସେ ଆମ ଜାତି ପିଲା ତୁ କି ପାଇଁ ଛାନିଆ ହଉଛୁ ମ ନା ମୁଁ ଛାନିଆ ହଉନି ବା କାହିଁକି ନା ନଉଛୁ ନା ଯୋଉ କଥାଟା କହିଲେ ତମେ ଅର୍ଥ କରି କହୁଛ ତ ଆମେ ବୁଝି ଯାଉଛି ହଁ ସୁଦାମା ବ୍ରାହ୍ମଣ ଜାତି ପିଲା ବୋଲି ଆମ ଜାତି ପିଲା ଯୋଗୁ ତାକୁ ମୁଁ ଉଦ୍ଧାର କରିଦେଲି ଅଜାତିଆ ମାନଙ୍କୁ ପାଖ ତୋଡ଼ ମାରେନି କହିଲି ପରା ପ ଅଜାତିଆ ଘରେ ଯାଏନି ହେଁ ଅଜାତିଆ ଘରେ ଖାଏନି ଅଜାତିଆ ଘରେ ଶୁଏନି ତୁ ଜାଣିପାରିବୁନି ପିଲା ଲୋକ ବହି ପଡେ ଜଗନ୍ନାଥଙ୍କର ଆଣ୍ଠୁ ପଟେଇ ବୁଲଛି ଇଏ ଜାଣିପାରିବୁ କି ଆଜ୍ଞା ତମେ ତାଙ୍କ ଘରେ ଶୋଇଲେ ସେ ତୁନି ପଡିବ ମୁଁ କଣ କହିଲି କି କଣ କହୁଛ ଜଗନ୍ନାଥ କାହା ଘରେ ଶୁଏନି ଆଚ୍ଛା ଆଚ୍ଛା ତାହେଲେ ଆପଣ ସେ ଜାତି ପିଲା ଯୋଗୁ ମୁଁ ତାକୁ ଉଦ୍ଧାର କରିଦେଲି ତେଣୁ କରି ବାବା ରାମଚରିତ ମାନସ ଲେଖା ଅଛି ଆଜ୍ଞା କଣ ବୋଲି ଜଗନ୍ନାଥଙ୍କର ହାତ ଗୋଡ କିଛି ନାହିଁ ଆଜ୍ଞା ତୁଳସୀ ଦାସ କଲମ କରି କହିଲେ କଣ ବୋଲି ରାମଚରିତ ବିଷୟ ଏତେ ସୁନ୍ଦର ଆଜ୍ଞା କିପରି ବିନୁ ପାଦ ଚলাই ସୁନାଇ ବିନୁ କାମା କର ବିନୁ କରମ କରାଇ ବିଧି ନାନା ରାମ ଜୟ ରାମ ଜୟ ଜୟ ରାମ ରାମ ଲଖନ ପ୍ରିୟ ସୁନ୍ଦର ଶ୍ୟାମ ବିନୁ ପାଦ ଚলাই ସୁନାଇ ବିନୁ କାନା କର ବିନୁ କରମ କରାଇ ବିଧି ନାନା ଆପଣଙ୍କର ହାତ ଗୋଡ ନାହିଁ ସତ କିନ୍ତୁ ସୁଦାମା ବ୍ରାହ୍ମଣ ଜାତି ପିଲା ବୋଲି ପାଖ ତୋଡ଼ ମାରିଲି ଆଜ୍ଞା ଅଜାତି ମାନଙ୍କୁ ଭୁଲରେ ମତେ ଉଦ୍ଧାର କରିବିନି ସତ କହୁଛନ୍ତି ନିଶ୍ଚୟ ପ୍ରମାଣ କରି କହୁଛନ୍ତି ଆହୁରି ପ୍ରମାଣ ଦବୁ ନା ମୁଁ ପ୍ରମାଣ ତ ଦେବି ତମେ କହୁଛ କାହାକୁ ଉଦ୍ଧାର କରିନ ଥରେ କହିଲି ତ ବୁଝୁଛୁ ନାଇଁ ରେ ସତ କହୁଛ ହଁ ହଉ ପ୍ରଭୁ କଣ ଆପଣ ଛାଡି ହୁଅନ୍ତୁ ଆପଣ ବ୍ରାହ୍ମଣ ପିଲାମାନଙ୍କୁ ରକ୍ଷା କର ଅଜାତିଆ ଘରକୁ ରକ୍ଷା କରିନୁ ମୁଁ ଭାବୁଛି ତୋର ସ୍କ୍ରୁ ଟିକେ ଢିଲା ଯାଇଥିବ ନାଇଁ ନାଇଁ କାଇଁ ତମ ରେଞ୍ଚି ବେଗଟା ଆଣନ୍ତି ଶୁଣିବ ଆହୁରି କହିବୁ ବିଦୁର କେବଳ ଜାତି ଶାଗ ଭଜା ଖାଇ ହେଲ ସୁପାତି ଜଗମୋହନ ହେ ଜଗମୋହନ ଏବେ ନଗଲା ତୁମ୍ଭର ଜାତି ଜଗମୋହନ ଏବେ ନଗଲା ତୁମର ଜାତି ଜଗମୋହନ ଏବେ ନଗଲା ତୁମର ଜାତି ଜଗମୋହନ ହେ ପ୍ରଭୁ ବିଦୁର ହଁ ଯାଇକି ଶବର ପିଲା ଖବର ପିଲା ତା ଘରେ ହଁ ପଖାଳ ଭାତ ସହିତ ଶାଗ ଭଜା ଖାଇଥିଲ କି ନାହିଁ ଶଳା କେତେ ଜାଣିଛି ରେ ହେ? ମୁଁ ଆପଣଙ୍କର ଶଳା କିଏ କିଏ ଶଳା କହିଲା ତମେ ଏବେ କହିଲ ମୁଁ କହିଲି ହଁ ଆଉ ମୁଁ ଶଳା କହିଲି ହଉ ଛାଡ ତମେ ବିଦ୍ରୋହ ଘରେ ଖାଇଛ କି ନାହିଁ ଖାଇଛି ପଖାଳ ଭାତ ସହିତ ଶାଗ ଭଜା ଖାଇଛ ଖାଇଛି ଆପଣ ଜାତି ଗଲା କି ନାହିଁ ଗଲାନି ହାଁ? ଏବେ କାହା ଘରେ ଖାଉନି ବୋଲ ଖାଇଲେ ଜାତି ଗଲାନି ବିଦ୍ରୋହ ଘରେ ମୁଁ ଖାଇଛି ହଁ କିନ୍ତୁ ମୋ ଜାତି ଗଲାନି କଣ ପାଇଁ ଗଲାନି କଣ ପାଇଁ ଗଲାନି ପଖାଳ ଭାତକୁ ଶାଗ ଭଜା ଖାଇଛି ହଁ ଖାଇଛ ସେଥିପାଇଁ ମୋ ଜାତି ଗଲାନି ପଖାଳ ଭାତରେ ଜାତି ଯାଇନି ନା ନା କେଉଁଥିରେ ଯାଏ ଗରମ ଭାତରେ ଯାଏ କିପରି ଗରମ ଭାତର ହାଉରେ ମୋ ଜାତି ଗୁଡିକ ଉଡିକି ପଳେଇ ଯାଏ ବିଦ୍ରୋହ ଘରେ ଗରମ ଭାତ ଖାଇଥିଲେ ଜାତିରେ ହାଉରେ ପଳେଇ ପଳେଇ ଯାଇଥାନ୍ତା ହେଲେ ଆପଣ ଜାତି କୁଆଡେ ଗଲେ କଂସା ମଧ୍ୟରେ ରହିଗଲା ବାଃ। ଭଗବାନଙ୍କୁ ପାରିବାଟା ମହା କଷ୍ଟ ତୁ ମତେ ପାରିଦବୁ କିରେ ବାପା ନାଇଁ ବା ଛପନ କୋଟି ଜୀବ ମାନଙ୍କୁ ମୁଁ ଚଳେଇବା ଲୋକ ତୁ ମତେ ଚଳେଇବା ପାଇଁ ପଳା ଆସୁଛୁ କିରେ ଯୁକ୍ତି କରନା ପାରିପାରିବୁନୁ ବିନା ଦେଶରେ ଜଗତେ ହଲୁ ନାହିଁ ତିରଣ ସୃଷ୍ଟି କର ତାଙ୍କ ଆଦେଶ ହୁଏ ଜନ୍ମ ମରଣ ସୃଷ୍ଟି କର ତାଙ୍କ ଆଦେଶ ହୁଏ ଜନ୍ମ ମରଣ ସୃଷ୍ଟି କର ତାଙ୍କ ଆଦେଶ ହୁଏ ଜନ୍ମ ମରଣ ଆପଣଙ୍କର ବିନା ଆଦେଶରେ ଗଛର ପତ୍ରଟିଏ ମଧ୍ୟ ହୁଲିବନି ଦୁବ ଘାସ ମଧ୍ୟ ହଲିବନି ଜାଣିଲ ବାସ୍। ଜନ୍ମ ମରଣ ମଧ୍ୟ ହୋଇପାରିବନି ସତ ହଁ କିନ୍ତୁ ଭକ୍ତକୁ ଉଦ୍ଧାର କରିବାର ନିହାତି ଦରକାର ଭକ୍ତ। ତମେ କହୁଛ ଯୁକ୍ତି ତର୍କ କରନେ ହଁ ଅଛି ପରେ ଲେଖକ ଅତି ସୁନ୍ଦର ଭାବରେ କହିଛନ୍ତି କଣ ବୋଲି ତୁ ତ ଭକତ ଭାବରେ ବନ୍ଧରେ
ତାକୁ ଖୋଜିଲେ ସେ ତୋତେ ଖୋଜଇ ତୁ ତାକୁ ଖୋଜିଲେ ସେ ତୋତେ ଖୋଜଇ ସେହି ତ ପୁଣେ ଧନରେ ପୁଣା କର ନାହିଁ ମନ ସେ ତ ଭକତ ଭାବରେ ବନ୍ଧାରେ ତୁ ତ ଭକତ ଜୀବନ ଧନ ଗଣେ ନାରାୟଣ ରୁଦ୍ରେ ଅମ୍ବିକେ ଭାସ୍କର ତୁ ତ ଭକତ ପଞ୍ଚ ଦେବତା ବନ୍ଦୁଛି ଆସ୍ଥାନ ଉପର ତୁ ତ ଭକତ ଗ୍ରାମର ଦେବା ଦେବୀ କରିଲୁ ବନ୍ଦନ ତୁ ତ ଭକତ ଭାବରେ ଆସ୍ଥାନରେ ମହାମାଇ ହେବୁ ବିଦ୍ୟମାନ ତୁ ତ ଭକତ ଭାବରେ ତୁହି ମୋର ଜନନୀର ମୋହିତର ପୁଅ ତୁ ତ ଭକତ ଅଦୃଶ୍ୟର ବଧବାନ କଲି କହିଲି ଦିଅ ତୁ ତ ଭକତ ଭାବରେ ଭକତ ଜୀବନ